Hello, good evening. Last few days रे ମୁଁ ଦେଖୁଛି ଗୋଟେ important issue, dental issue rather, report କରୁଛି ମୋ outerକୁ everywhere। ମୁଁ ଦେଖୁଛି ଲୋକଙ୍କର ଦାନ୍ତ, ଲାଷ୍ଟ ଦାନ୍ତ ବିନ୍ଧୁଛି ଆଉ ଗାଲଟି ଫୁଲା ନେଇକି ସେମାନେ ଡେଣ୍ଟାଲ ଆଉଟର ଏବଂ କ୍ଲିନିକକୁ ଆସୁଛନ୍ତି। ମାଇଣ୍ଡକୁ କ୍ୱେଶ୍ଚିନ୍ ଆସେ ସମସ୍ତଙ୍କ ମନକୁ, କ'ଣ ହେଇପାରିଥାଏ? ଡାଇଗ୍ନୋସିସ୍ଟା ଏଷ୍ଟାବ୍ଲିଶ୍ ନିହାତି ଦରକାର। ସେ ସମୟରେ ଆମେ କ'ଣ କରୁ? ଗୋଟେ ମେଟିକୁଲସ୍ ଡେଣ୍ଟାଲ ଚେକଅପ୍ କରିକିନି ଆମେ ଗୋଟେ କନକ୍ଲୁଜନକୁ ଆସୁ ଯେ ଦାନ୍ତଟି ଉଠୁଛି, ଇରପ୍ଟ ହେଉଛି ଆଉ ଉଠି ନ ପାରିବାରୁ ସେ ଜାଗାଟା ଫୁଲିକିନି ଧରୁଛି। ପ୍ରଶ୍ନ ଆସିଲା ଏଇନାକେ ସେ ଦାନ୍ତଟା କେତେବେଳେ ଉଠିବ, କେତେ ବୟସରେ ଉଠିବ, ଆଉ କ'ଣ ସତରେ ଏମିତି ପେନଫୁଲ୍ ହେବ? ବହୁତ ଡକ୍ଟର୍ସକୁ ସେ ମାନେ ପେସେଣ୍ଟ ମାନେ ପଚାରନ୍ତି ଆଉ ଇଣ୍ଡିଭିଜୁଆଲ୍ସ ମାନେ ତାଙ୍କୁ ଆନ୍ସର୍ କୁହନ୍ତି ଯେ ଦାନ୍ତଟିକୁ ଉପାଡ଼ିବାକୁ ପଡ଼ିବ, ରୁଟ୍ ଆଉଟ୍ କରିବାକୁ ପଡ଼ିବ। and it is a surgical procedure of the concerned tooth। ତ ପେସେଣ୍ଟସ୍ ମାନେ ପ୍ୟାନିକ୍ କରିକିନି ମୋ ପାଖକୁ ଆସନ୍ତି ଫର୍ ଏ ସେକେଣ୍ଡ ଓପିନିଅନ୍। ମୁଁ ଏତିକି କହିବାକୁ ଚାହୁଁଛି ଜିନିଷଟା ଯେ ଥାର୍ଡ଼ ମୋଲାରକୁ ଓଡ଼ିଆରେ ସଂଘତ ଦାନ୍ତ କୁହନ୍ତି, ଯେଉଁଟା ମାଡ଼ି ଭିତରେ ଲୁଚିକି ଥାଏ ଏବଂ ଉଠିବାକୁ ଚେଷ୍ଟା କରେ। ଯଦି ନ ଉଠି ପାଇଲା ତା ଚାରିପଟେ ଯେଉଁ ଫ୍ଲାପ୍ଟା ଅଛି ତାକୁ ପେରିକର୍ନାଲ ଫ୍ଲାପ୍ କୁହନ୍ତି। ସାର ଇନଫେକ୍ସନ୍ କରାଏ, ଯାହାଦ୍ୱାରା ଆପଣଙ୍କର ଗାଲଟି ଫୁଲେ ଆଉ ପେନଫୁଲ୍ କଣ୍ଡିସନ୍ ମଧ୍ୟ ଡେଭଲପ୍ କରେ। କ'ଣ କରିବା କଥା ଏ ସମୟରେ? ଦେଖନ୍ତୁ, ପ୍ରଥମ ଜିନିଷ ହେଲା ଆମକୁ କ୍ଲିୟର୍ କରିବାର ଅଛି ସେଟା ଅନଇରପ୍ଟେଡ୍ ଟୁଥ୍ ନା ଇମ୍ପାକ୍ଟେଡ୍ ଟୁଥ୍। ଫରକ ହେଲା ଏଇଟା, ଦାନ୍ତଟା ଜମା ଉଠିବନି ତ ଚାରିପଟେ ହାଡ଼ ଥିବ, ସେଇଟା ହେଲା ଆପଣଙ୍କର ଇମ୍ପାକ୍ଟେଡ୍ ଟୁଥ୍। ଆଉ ଯଦି ଉଠିବାର ସମ୍ଭାବନା କିଛି ଅଛି, ଯେଉଁଟା ଆମେ କ୍ଲିନିକାଲି ଏକ୍ସରେ କରି ଦେଖୁଛୁ, ଆଜିକାଲି ମଧ୍ୟ ଆମେ ଡାଇକମ୍ ଫାଇଲ୍ସ ବା ସିବିସିଠୁ ଦେଖିକିନି ଜାଣିପାରୁଛୁ ସେ ଚାରିପଟେ ହାଡ଼ ଅଛି କି କିଛି ଆପଣଙ୍କର ଗ୍ରୋଥ୍ ତା'ର ବାଧା ଦେଉଛି କି, ତେଣୁ ସେଇଟା ହେବ ଆପଣଙ୍କର ଅନଇରପ୍ଟେଡ୍ ଟୁଥ୍। ଏଠି ଆମେ ଚାହିଁଲେ ଗୋଟେ ଭଲ ଡାଇଗ୍ନୋସିସ୍ କରିକିନି ଆପଣଙ୍କୁ ବୁଝେଇ ପାରିବା ଯେ ଏଇ ପ୍ରୋବ୍ଲେମ୍ଟା ହେଲା ଟେମ୍ପୋରାରୀ ଜିନିଷ। ଯଦି ବାର ବାର ହେଉଛି ପ୍ରୋବ୍ଲେମ୍ଟା, ଖାଦ୍ୟ ଫସିକିନି କି ଇନଫେକ୍ସନ୍ ହେଉଛି, ଯାହାକୁ ଆମେ ପେରିକର୍ନାଇଟିସ୍ କହୁଛୁ, ତାପରେ ତା ଚାରିପଟେ କି ସେ ଆବସେସ୍ ଯେତେବେଳେ ହେଇଯିବ ସେଟା ପେରିକର୍ନାଲ ଆବସେସ୍ ହେଇଯାଏ। ତ ଏଇ କେସ୍ ମାନଙ୍କରେ ନର୍ଭସ୍ କି ଭୟଭୀତ ହେବ ନାହିଁ, ଔଷଧ ଖାଆନ୍ତୁ, ନିରାପଦ ରୁହନ୍ତୁ। ଯଦି ସେଟା ନ କମିଲା ତାକୁ ବହୁତ କ୍ଲିନ୍ ଟାକ୍ଟିକ୍ସରେ ତାକୁ କଢ଼ାଯାଇପାରିବ। ଆଣ୍ଡ ଇଟ୍ ଇଜ୍ ଭେରି ଇଜି ପ୍ରୋସିଜିଓର। କିଛିଟା ମିସଡାଇଗ୍ନୋସିସ୍ ହେବାର ସମ୍ଭାବନା ଅଛି। ଲୋକମାନେ କନଫ୍ୟୁଜ୍ ହେଇଯାଆନ୍ତି ଯେ ହଁ ଏଇଟା ଆପଣଙ୍କର ମାଢ଼ିର ଗାଲୁଆ ହେଇଛି କି, ସେଇ ଜାଗାରେ ଦାନ୍ତ ଡକ୍ଟରକୁ ନିୟମିତ ଉପାୟରେ ଚେକ୍ କରାନ୍ତୁ। ଯଦି କିଛି ପ୍ରୋବ୍ଲେମ୍ ହେଉଛି ଚେକ୍ କରାନ୍ତୁ, ଚେକ୍ କରିସାରିଲା ପରେ ରାଇଟ୍ ଓପିନିଅନ୍ ନିଅନ୍ତୁ। Your health is in your hand. We are just mediator to cure you. Thank you so much.